ଏବେ ଏବେ ଯାହା ସୂଚନା ଆସୁଛି, ଆଳୁ ସଂକଟକୁ ନେଇ ତାତିଲା ସାମାଜିକ ସଂଗଠନ। ଅଟକାଇଲେ ଓଡ଼ିଶା ଦେଇ ଯାଉଥିବା ପଶ୍ଚିମବଙ୍ଗର ଖାଦ୍ୟ ସାମଗ୍ରୀ ଗାଡ଼ି। ଦିନକୁ ଦିନ ଆଳୁ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଗୋଟିଏ ପଟେ ରକେଟ୍ ବେଗରେ ମୂଲ୍ୟ ବଢ଼ୁଥିବା ବେଳେ ଅନ୍ୟପଟେ ରାଜ୍ୟକୁ ଆମଦାନୀ ସ୍ୱାଭାବିକ ହୋଇପାରୁନି। ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ହୋଇଥିବାରୁ ଗରିବଙ୍କଠାରୁ ନିମ୍ନ ମଧ୍ୟବିତ୍ତ ପର୍ଯ୍ୟନ୍ତ ଦର ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତିତ। ଏହି ଆଳୁ ସଂକଟକୁ ନେଇ ଆଜି ତାତିଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନ ଛାଡ଼ିବା ପ୍ରସଙ୍ଗରେ କଟକ ଜିଲ୍ଲା ମଙ୍ଗୁଳି ଛକରେ ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ି ଅଟକାଇଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଆଳୁ ନ ଛାଡ଼ିବା ପ୍ରତିବାଦ କରିଛନ୍ତି। NH-16 ମଙ୍ଗୁଳି ଛକରେ ଅଟକି ରହିଛି ବହୁ ଖାଦ୍ୟ ସାମଗ୍ରୀ ଗାଡ଼ି। ସୂଚନା ଅନୁଯାୟୀ ସୀମାନ୍ତ ରାଜ୍ୟ ଦେଇ ଓଡ଼ିଶାକୁ ଆସୁଥିବା ଆଳୁ ଟ୍ରକକୁ ଅଟକାଇବା ପାଇଁ ଜଗି ବସିଛି ପଶ୍ଚିମବଙ୍ଗ ପୋଲିସ। ଗତ ବୁଧବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ସୀମାର ଏକ ଗଳାବାଟ ଗୋମୁଣ୍ଡାରୁ ଭୋଗରାଇ ବ୍ଲକର ବାଲିମ ରାସ୍ତା ଦେଇ ଏକ ଆଳୁ ବୋଝେଇ ଟ୍ରକ୍ ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପଶ୍ଚିମବଙ୍ଗ ପୋଲିସ ଗାଡ଼ି ପଛରେ ଗୋଡ଼ାଇଥିଲା। ଗାଡ଼ିଟି ଦ୍ରୁତ ଗତିରେ ଓଡ଼ିଶା ଭିତରକୁ ମାତ୍ର 500 ମିଟର ଆସିବା ପରେ କର୍ମଦା ଥାନା ଅନ୍ତର୍ଗତ କଲ୍ୟାଣପୁର ଗାଁ ନିକଟରେ ରାସ୍ତା ପାର୍ଶ୍ୱରେ ଭାରସାମ୍ୟ ହରାଇ ଅଟକି ଯାଇଥିଲା। ଏହି ସମୟରେ ପଶ୍ଚିମବଙ୍ଗ ପୋଲିସ ସେଠାରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ଗାଡ଼ିରେ ଥିବା ଆଳୁକୁ ପଶ୍ଚିମବଙ୍ଗର ମୋହନପୁର ଥାନାକୁ ନେଇ ଯାଇଥିବାର ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେବ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆସୁଥିବା ଆଳୁ ଗାଡ଼ି ଉପରେ କଟକଣା ଜାରି କରିଛନ୍ତି। ସେଥିପାଇଁ ଜଳେଶ୍ୱର ଲକ୍ଷ୍ମଣନାଥ ଗେଟ୍ ଓ ପଶ୍ଚିମବଙ୍ଗ ସୀମାନ୍ତ ଭୋଗରାଇ ବ୍ଲକର ଉଦୟପୁରଠାରେ ଥିବା ଚେକ୍ ଗେଟ୍ ନିକଟରେ ପଶ୍ଚିମବଙ୍ଗ ପୋଲିସ ଦିବାରାତ୍ରି ଜଗି ବସିଛି। ମାତ୍ର ଏଭଳି କଟକଣା ପରେ ମଧ୍ୟ ଦୁଇ ରାଜ୍ୟର ସୀମାନ୍ତରେ ଥିବା ଗଳା ବାଟ ଦେଇ ଆଳୁ ଗାଡ଼ି ଆସି ଓଡ଼ିଶାର ବିଭିନ୍ନ ସହରକୁ ଯାଉଥିଲା। ଏବେ ପଶ୍ଚିମବଙ୍ଗ ସରକାର ସେହି ଗଳା ବାଟ ଦେଇ ଆସୁଥିବା ସମସ୍ତ ଆଳୁ ଗାଡ଼ିକୁ ଗୋଡ଼ାଇ ଧରି ପୁଣି ପଶ୍ଚିମବଙ୍ଗକୁ ନେଇଯିବାର ଦେଖିବାକୁ ମିଳିଛି। ଏଥିପାଇଁ ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲିଆପାଳ ଇତ୍ୟାଦି ସୀମାନ୍ତ ଅଞ୍ଚଳରେ ଆଳୁ ଦାମ ଆକାଶ ଛୁଆଁ ହେବାରେ ଲାଗିଛି। ଏମିତି ନୂଆ ନୂଆ ଖବର ଜାଣିବା ପାଇଁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଫେସବୁକରେ ଦେଖୁଥିଲେ ଫଲୋ କରନ୍ତୁ। ରହୁଛି, ନମସ୍କାର।